ଥରେ ବିଚାର କରନ୍ତୁ ଦୀପ କାହିଁକି ଜଳିଥାଏ? କାରଣ ଯଦି ଏହା ଜଳିବ ନାହିଁ ତେବେ ଆଲୋକ କିପରି ଦେବ? ଯେ ପର୍ଯ୍ୟନ୍ତ ଗୋଟିଏ ମାଟି ଦୀପ ନିଆଁ ଭିତରକୁ ଯିବ ନାହିଁ ସେ ପର୍ଯ୍ୟନ୍ତ ଏହା କେବଳ ମାଟି ହିଁ ରହିବ। କିନ୍ତୁ ଏହାକୁ ଜଳାଇବା ମାତ୍ରେ ସେହି ମାଟି ଦୀପଟି ପୂଜାର ପ୍ରତୀକ ହୋଇଯାଏ। ନିଆଁ ଦୁଇଟି କାମ କରେ, ଏହା ତୁମକୁ ପୋଡ଼ିଦେବ ନଚେତ୍ ତୁମକୁ ଗଢ଼ି ତୋଳିବ। ପାର୍ଥକ୍ୟ କେବଳ ଏତିକି ଯେ ନିଆଁ ଠାରୁ ତୁମେ ଦୂରେଇ ଯାଅ ନା ତାକୁ ଆପଣାର କର। ସୁନା ଜଳିଲେ ତାହା ଚମକ ଦେଇଥାଏ, ମାଟି ଜଳିଲେ ତାହା ଇଟା ହୋଇଯାଏ। ଠିକ୍ ସେହିପରି ଯେତେବେଳେ ଜଣେ ମଣିଷ କଠିନ ପରିଶ୍ରମ ଏବଂ ସଂଘର୍ଷର ନିଆଁରେ ଜଳିଯାଏ ସେତେବେଳେ ସେ ଏମିତି କିଛି ବନିଯାଏ ଯାହାକୁ ପୁରା ବିଶ୍ୱ ସଲାମ କରିଥାଏ। ମନେ ରଖନ୍ତୁ, ଯେତେବେଳେ ଯାଏଁ ଦୀପ ନିଜେ ନ ଜଳିବ ସେତେବେଳେ ଯାଏଁ ସେ ଆଲୋକ ଦେଇପାରିବ ନାହିଁ। ତେଣୁ ଯେତେବେଳେ ଜୀବନ ତୁମକୁ ଜାଳି ଦେଉଛି ତାହେଲେ ଅଭିଯୋଗ କରନ୍ତୁ ନାହିଁ, କାରଣ ସେହି ନିଆଁ ତୁମକୁ ଏମିତି ଏକ ବ୍ୟକ୍ତିରେ ପରିଣତ କରୁଛି ଯାହା ବିନା ଦୁନିଆ ଅସମ୍ପୂର୍ଣ୍ଣ ଅଟେ।